आज से माथ्यू पुस्तक 8 रु आमे माने 22 टिके पढ़िबा। समस्त ध्यान देकी सुनिबा। ଯୀଶୁ ଆପଣାର ଚାରିଆଡ଼େ ଲୋକ ସମୂହ ଦେଖି ଆରପାରିକି ଯିବା ପାଇଁ ଆଜ୍ଞା ଦେଲେ। ପୁଣି ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ ମୁଁ ଆପଣଙ୍କୁ ଅନୁଗମନ କରିବି। ସେଥିରେ ଯୀଶୁ ତାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ପୁଣି ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ଯାଇ ମୋର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ। କିନ୍ତୁ ଯୀଶୁ ତାଙ୍କୁ କହିଲେ, ମୋର ଅନୁଗମନ କର, ମୃତମାନଙ୍କୁ ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ। ଆମେନ୍। ପ୍ରେଜ୍ ଦ ଲର୍ଡ। ଆଉ ଥରେ ଏ ପଦଟିକୁ ମୁଁ ପଢିବା ପାଇଁ ଚାହିଁବି। ସମସ୍ତେ ଧ୍ୟାନର ସହିତ ଶୁଣିବା, ଯେମିତିକା ବାକ୍ୟକୁ ବୁଝିବା ପାଇଁ ଆମକୁ ସାହାଯ୍ୟ ହେବ। ସମାନ ସମୟରେ ଆଉ ଗୋଟେ ମୋର ରିକ୍ୱେଷ୍ଟ ଅଛି, ଆଜି ଯୋଉ ପଦ ଆମେ ମାନେ ପଢିଲେ 22 ପର୍ଯ୍ୟନ୍ତ, ନିଶ୍ଚିତ ରୂପେ କାଲି 23 ରୁ 27 ପର୍ଯ୍ୟନ୍ତ ଆମେ ମାନେ ପଢିବା, ବା ଅଧିକା ଟିକେ 30 32 ଯାଏ କି 34 ଯାଏ ଆପଣ ମାନେ ଘରୁ ପଢିକି ଆସିବେ। ପ୍ରତ୍ୟେକ ଦିନ ଯେତେବେଳେ ଆମେ ମାନେ ବାକ୍ୟକୁ ଧ୍ୟାନ କରିବା, ତାର ପରଦିନ ପାଇଁ ବାକ୍ୟ ଆପଣ ମାନେ ଗୃହରୁ ସକାଳୁ ଉଠିକି ପଢିବେ ବା ତା ପୂର୍ବ ଦିନ ପଢିଥିବେ, ତାକି ଆମକୁ ବୁଝିବା ପାଇଁ ସାହାଯ୍ୟ ହେବ। ତ ସେଥିପାଇଁ এই ସ୍ଥାନରେ ଲେଖାଯାଏ, ମୁଁ ଆଉ ଥରେ ପଢିବି, ସମସ୍ତେ ଧ୍ୟାନ ଦେଇକି ଶୁଣିବା। ଯୀଶୁ ଆପଣାର ଚାରିଆଡେ ଲୋକ ସମୂହକୁ ଦେଖି ଆର ପାରିକୁ ଯିବା ପାଇଁ ଆଜ୍ଞା ଦେଲେ। ଯୀଶୁ ଯେତେବେଳେ ଲୋକ ଅନେକ ସମୂହ ଆସୁଛନ୍ତି, ଲୋକମାନେ ଦେଖୁଛନ୍ତି, ଯୀଶୁ ସେମାନଙ୍କୁ ଦେଖି କଣ କହିଲେ, ଚାଲ ଆମେ ମାନେ ଆର ପାରିକୁ ଯିବା। ପୁଣି ଜଣେ ଶାସ୍ତ୍ରୀ ତାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ ମୁଁ ଆପଣଙ୍କୁ ଅନୁଗମନ କରିବି। ସେଥିରେ ଯୀଶୁ ତାଙ୍କୁ କହିଲେ, କୋକିଶିଆଳର ଗାତ ଅଛି, ଆକାଶର ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ପୁଣି ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ। କିନ୍ତୁ ଯୀଶୁ ତାଙ୍କୁ କହିଲେ, ମୋର ଅନୁଗମନ କର, ମୃତମାନଙ୍କୁ ଆପଣା ମୃତ ଲୋକମାନଙ୍କୁ ସମାଧି ଦେବା ପାଇଁ ଛାଡ଼ି ଦିଅ। ଆଜିର ବିଷୟବସ୍ତୁ ମନେ ରଖିବା ପାଇଁ, ଦ ରିଏଲ ଡିସାଇପଲ ବା ପ୍ରକୃତ ଶିଷ୍ୟ। ଧ୍ୟାନ ଦେବା, ଆଜିର ବିଷୟ କଣ? ପ୍ରକୃତ ଶିଷ୍ୟ। ଯଦି ଆମେ ମାନେ ମାଥ୍ୟୁ ଲିଖିତ ସୁସମାଚାର 28 ର 19 ଆଉ 20 ଟିକେ ପଢିବା। ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ଶିଷ୍ୟ କର। ଯୀଶୁ କହୁଛନ୍ତି ସେମାନଙ୍କୁ କଣ କର? ତୁମେ ଶିଷ୍ୟ କର। ଅର୍ଥାତ୍ ଯୀଶୁ ବା ଈଶ୍ୱରଙ୍କର ଏକ ଉଦ୍ଦେଶ୍ୟ, ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ସେମାନେ କେବଳ ବିଶ୍ୱାସୀ ନୁହେଁ, ମାତ୍ର ଶିଷ୍ୟ ହେବାର ଆବଶ୍ୟକତା ଅଛି। ଈଶ୍ୱର ଚାହାନ୍ତି ନାହିଁ ଆମେ ମାନେ ବିଶ୍ୱାସୀ ହେଇକି ରହୁ। ଈଶ୍ୱର ଚାହାନ୍ତି ଆମେ ମାନେ ଶିଷ୍ୟ ହେଉ। କାହିଁକି? ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଜଗତର ପ୍ରାନ୍ତ ପର୍ଯ୍ୟନ୍ତ ତାଙ୍କ ଶିଷ୍ୟ ମାନଙ୍କୁ କହୁଛନ୍ତି, ତୁମେ ଯାଅ, ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ, ଆଉ ସେମାନଙ୍କୁ ଶିକ୍ଷା ଦିଅ। ଯେଉଁ ବିଷୟ ମୁଁ ତମକୁ ଶିକ୍ଷା ଦେଇଅଛି ସେ ଶିକ୍ଷାକୁ ଦିଅ। ଶିକ୍ଷା ଜାଣିବା ଦରକାର, ସେମାନେ ବାକ୍ୟକୁ ଜାଣିବା ଦରକାର, ପାଳନ କରିବା ଦରକାର। ଆଉ କଣ କରିବା ଦରକାର? ତାଙ୍କ ଜଗତ ପ୍ରାନ୍ତ ପର୍ଯ୍ୟନ୍ତ ମୁଁ ତୁମ ସହିତ ଅଛି, ତୁମେ ସେମାନଙ୍କୁ ଏହି ପ୍ରକାର ଭାବରେ ଜଳରେ ପିତା, ପୁତ୍ର, ପବିତ୍ର ଆତ୍ମା ନାମରେ ବାପ୍ତିସ୍ମ ଦେଇ ଶିକ୍ଷା
ଶିକ୍ଷା ମାନେ କଣ କରିବେ ନାହିଁ ଏହି ପ୍ରକାର ଶିକ୍ଷା ଦେଇକି ତାଙ୍କୁ କଣ କର ଶିଷ୍ୟ କର। ଖ୍ରୀଷ୍ଟ ସର୍ବଦା ଆମଠାରୁ ଏକ ଶିଷ୍ୟକୁ ଚାହାନ୍ତି, ବିଶ୍ୱାସୀକୁ ନୁହେଁ। ବିଶ୍ୱାସୀ ଆଉ ଶିଷ୍ୟ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି। ବିଶ୍ୱାସୀ କିଏ? ଯେ ବିଶ୍ୱାସ ତ କରେ ଆପଣା ଲାଭ ନିମନ୍ତେ, ଆପଣା ଆଶୀର୍ବାଦ ନିମନ୍ତେ ସେ ବିଶ୍ୱାସ କରେ ଆଉ ବିଶ୍ୱାସ କରିକି ଯୀଶୁଙ୍କ ପାଖକୁ ଆସିଥାଏ। କିନ୍ତୁ ଯେତେବେଳେ ତାର ଆଶୀର୍ବାଦ, ତାର ଆବଶ୍ୟକତା ବିଷୟକୁ ପାଇଯାଏ, ତାପରେ ଖ୍ରୀଷ୍ଟଙ୍କ ସହିତ ତାର ସମ୍ପର୍କ ବହୁତ ଦୁର୍ବଳ ହେଇଯାଏ ଆଉ ବେଳେ ବେଳେ ଛିନ୍ନ ମଧ୍ୟ ହେଇଯାଏ। ଅନେକ ସମୟରେ, ବେଳେ ବେଳେ ନୁହେଁ, ଅନେକ ସମୟରେ କଣ ହେଇଯାଏ? ଛିନ୍ନ ହେଇଯାଏ। ଯେତେବେଳେ ଆମେମାନେ ସୁସ୍ଥତା ପାଇଁ କୌଣସି ଡାକ୍ତର ପାଖକୁ ଯାଉ, ସେତେବେଳେ ଡାକ୍ତର ପାଖରେ ଆମେ ମାନେ ଦେଖି ସାରିଲା ପରେ ସେ ପ୍ରେସକ୍ରିପସନ କରିଦିଅନ୍ତି, କଣ ଖାଇବ, କଣ ଖାଇବ ନାହିଁ, କେମିତି ଖାଇବ, ଏ ସକଳ ବିଷୟ ସେ ଆମକୁ ଜଣାନ୍ତି। ଆଉ ଜଣେଇ ସାରିଲା ପରେ ଆମେ ମାନେ ମେଡିସିନ ଖାଇଥାଉ ଆଉ କଣ ହେଇଯାଇଥାଉ? ସୁସ୍ଥ ହେଇଯାଇଥାଉ। ଆଉ ସୁସ୍ଥ ହେଲା ପରେ କଣ କେହି ଆପଣ ମାନଙ୍କ ମଧ୍ୟରୁ ସେ ଡାକ୍ତର ସହିତ ପୁନଃ ସମ୍ପର୍କ ସ୍ଥାପନ କରିବା ପାଇଁ ଚାହାନ୍ତି ବା ତାଙ୍କ ସହିତ କଣ କେହି ସମ୍ପର୍କରେ ରହିଥାନ୍ତି କି? କେହି ରହିନଥାନ୍ତି। ଆମେ ସେହି ପ୍ରକାର ବ୍ୟବହାର ଖ୍ରୀଷ୍ଟଙ୍କ ସହିତ ମଧ୍ୟ କରିଥାଉ। ଆମେ ପ୍ରାର୍ଥନା କରିଥାଉ, ଆମେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେଇଥାଉ, ଆମେ କହିଥାଉ ହଁ ମୁଁ ବିଶ୍ୱାସ କରୁଛି ବୋଲି। ମୋର ପ୍ରିୟ ମାନେ, ଯେ ବିଶ୍ୱାସ କରୁ ବା ନ କରୁ, ଯେତେବେଳେ ଖ୍ରୀଷ୍ଟଙ୍କ ନିମନ୍ତେ ନିକଟକୁ ପ୍ରାର୍ଥନା କରିବା ପାଇଁ ଆସିଥାଏ, ଯେତେବେଳେ ତାଙ୍କୁ ପଚରାଯାଏ କଣ ତୁମେ ବିଶ୍ୱାସ କରୁଛ, ତାଙ୍କର ଉତ୍ତର ଥାଏ ହଁ ମୁଁ ବିଶ୍ୱାସ କରୁଛି। ଭାଇ, ଯଦି ମୁଁ ବିଶ୍ୱାସ କରି ନଥାନ୍ତି ତାହେଲେ ମୁଁ କାହିଁକି ଆସିଥାନ୍ତି? କିନ୍ତୁ ସେ ସମାନ ବ୍ୟକ୍ତି ଅଳ୍ପ କିଛି ଦିନ ପରେ ଯେତେବେଳେ ସେ ସୁସ୍ଥ ହେଇଯାଉଛନ୍ତି, ତାଙ୍କ ସମସ୍ୟା ସମାଧାନ ହେଇଯାଉଛନ୍ତି, ତାପରେ ବ୍ୟବହାର କେମିତି କରୁଛନ୍ତି? ସେମାନେ ନା ମଣ୍ଡଳୀକୁ ଆସନ୍ତି, ନା ସେମାନେ ଶିକ୍ଷାକୁ ଗ୍ରହଣ କରିବା ପାଇଁ ଇଚ୍ଛା କରନ୍ତି, ନା ଈଶ୍ୱରଙ୍କର ବାକ୍ୟକୁ, ଆଜ୍ଞାକୁ ପାଳନ କରିବା ପାଇଁ ଇଚ୍ଛା କରନ୍ତି, ନା ଈଶ୍ୱରଙ୍କୁ ଆଉ ଖୋଜନ୍ତି, ନା ଈଶ୍ୱରଙ୍କ ନିମନ୍ତେ ତାଙ୍କ ତୃଷା ଥାଏ। ତାଙ୍କ ତୃଷା କେବଳ ଏଥିପାଇଁ ଥାଏ, ମୋର ସମସ୍ୟା ସମାଧାନ ହେଉ। ଏହା ହେଲା ଏକ ବିଶ୍ୱାସୀ ଜୀବନ। କିନ୍ତୁ ଖ୍ରୀଷ୍ଟ ଆମକୁ ଚାହାନ୍ତି ଆମେ ମାନେ ଏକ ବିଶ୍ୱାସୀ ନୁହେଁ, ମାତ୍ର ଶିଷ୍ୟ ହେଉ। ନିଶ୍ଚିତ ରୂପେ ଶିଷ୍ୟ ହେବା ପାଇଁ ହେଲେ ପ୍ରଥମେ ବିଶ୍ୱାସୀ ହେବାର ଆବଶ୍ୟକତା ଅଛି। ଗୋଟେ ସାନ ପିଲା ଏକାଥରେ କେବେ ବଡ ହେଇଯାଏ ନାହିଁ, ପ୍ରଥମେ ତାକୁ ଜନ୍ମ ହେବାର ଆବଶ୍ୟକତା ଅଛି। ସେଥିପାଇଁ ଆମକୁ ପ୍ରଥମେ ବିଶ୍ୱାସୀ ହେବାର ଆବଶ୍ୟକତା ଅଛି। କିନ୍ତୁ କେହି ଛୁଆ ଜନ୍ମ ହେଇକି ସେହି ସ୍ଥାନରେ ରହିଯାଏ ନାହିଁ। ଦିନ ପ୍ରତିଦିନ ଶାରୀରିକ ଭାବେ ସେ ବଢିବାକୁ ଲାଗେ। ଆମକୁ ମଧ୍ୟ ଏକ ଉପଯୁକ୍ତ ବିଶ୍ୱାସୀ ହେବା ପାଇଁ ହେଲେ ବା ପ୍ରକୃତ ଶିଷ୍ୟ ହେବାକୁ ଆମକୁ ଆବଶ୍ୟକତା ଅଛି। ବିଶ୍ୱାସୀରୁ ଆମକୁ କଣ ହବାର ଅଛି? ଦିନ ପ୍ରତିଦିନ ବଢିବାର ଅଛି, ଶିଷ୍ୟ ହେବାର ଅଛି। ବିଶ୍ୱାସୀକୁ ବାଳକ କହିବ, ତୁମେ କାହିଁକି ପ୍ରାର୍ଥନା କରୁନ, କାହିଁକି ଆସୁନ, ପ୍ରାର୍ଥନା କରୁଛ ନା ନାହିଁ? କିନ୍ତୁ ସେଇ ବିଶ୍ୱାସୀ ଯେତେବେଳେ ଶିଷ୍ୟ ହେଇଯାଏ, ତାକୁ କହିବାର ଆବଶ୍ୟକତା ନାହିଁ କି ଆଜି ଆମର ସକାଳୁ ପ୍ରାର୍ଥନା ଅଛି, ତୁମେ ଆପଣା ମୋବାଇଲ ଅନ୍ କରିକି ବସିବ। ବିଶ୍ୱାସୀ ଆଉ ଶିଷ୍ୟ ଭିତରେ ଫରକ। ବିଶ୍ୱାସୀକୁ କହିବାକୁ ପଡେ, ତୁମେ ରବିବାର ଦିନ ପ୍ରାର୍ଥନା ଆସିବ, ଆମର ଦିନ 10ଟା ବେଳେ ପ୍ରାର୍ଥନା ହଉଛି। କିନ୍ତୁ ଶିଷ୍ୟକୁ କହିବାକୁ ପଡିବ ନାହିଁ। ଶିଷ୍ୟ ସେ ପ୍ରାର୍ଥନାର ସମୟ ପୂର୍ବରୁ ଆସିକି ଉପସ୍ଥିତ ହେବାର ଆବଶ୍ୟକତା ଅଛି। ବିଶ୍ୱାସୀକୁ କହିବାକୁ ପଡେ, ତୁମେ କାହିଁକି ଏ କାମ କରୁଛ, ଏ କାମ କରିବା କଥା ନୁହେଁ, ଏଇଟା କର, ସକାଳୁ ଉଠିକି ପ୍ରାର୍ଥନା କର ବା ଈଶ୍ୱରଙ୍କ ଆଜ୍ଞାକୁ
ପାଳନ କର, କିନ୍ତୁ ଶିଷ୍ୟକୁ କହିବାକୁ ପଡିବ ନାହିଁ। ଏଇଟା ହେଲା ବିଶ୍ୱାସୀ ଆଉ ଶିଷ୍ୟ ଭିତରେ ପାର୍ଥକ୍ୟ। ତେବେ ମୋର ଆପଣମାନଙ୍କୁ ପ୍ରଶ୍ନ, ଆପଣ ଏବେ କେଉଁ ଅବସ୍ଥାରେ ଅଛନ୍ତି? ଜଣେ ବିଶ୍ୱାସୀ ଭାବରେ ନା ଜଣେ ଶିଷ୍ୟ ଭାବରେ? ନିଜେ ନିଜକୁ ପ୍ରଶ୍ନ କରନ୍ତୁ, ମୁଁ କଣ ଜଣେ ବିଶ୍ୱାସୀ ହେଇକି ଅଛି ନା ଜଣେ ଶିଷ୍ୟ ହେଇକି ଅଛି? ଯଦି ଶିଷ୍ୟ ହେଇକି ଅଛନ୍ତି ଉତ୍ତମ ବିଷୟ, ଯଦି ଏପର୍ଯ୍ୟନ୍ତ ହେଇନାହାନ୍ତି ବିଶ୍ୱାସ ହେଇକି ଅଛନ୍ତି, ମୋର ପ୍ରିୟ ମାନେ ପରମେଶ୍ୱର ଚାହାନ୍ତି ଆମେ ମାନେ କଣ ହେଉ? ଶିଷ୍ୟ ହେଉ। ଆଉ ଏହି ପ୍ରକାର ଅବସ୍ଥାରେ এই ଶିଷ୍ୟ ଦୁଇ ପ୍ରକାର ଅଛନ୍ତି। କେତେ ପ୍ରକାର? ଦୁଇ ପ୍ରକାର। ପ୍ରଥମ the type 1 କଣ ଅଟେ? ଜୀବିତ ବିଶ୍ୱାସୀ। the type 2 is ମୃତ ବିଶ୍ୱାସୀ। ଯଦି ଆମେ ମାନେ 21 ପଦ ପଢିବା, ସେ ସ୍ଥାନରେ ଏପରି ଲେଖାଯାଏ, ପଢନ୍ତୁ ଟିକେ କି? ପୁଣି ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ହେ ପ୍ରଭୁ, ପ୍ରଥମେ ଯାଇ ମୋର ପିତାଙ୍କୁ ସମାଧି ଦେବା ନିମନ୍ତେ ହଁ ମୋତେ ଅନୁମତି ଦିଅନ୍ତୁ। ହଁ କିନ୍ତୁ ଯୀଶୁ ତାଙ୍କୁ କହିଲେ, ମୋର ହଁ ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ। ହଁ, ଅର୍ଥାତ୍ ଏ ସ୍ଥାନରେ ଦୁଇ ପ୍ରକାର। ଆମେ ତ ଜାଣୁଛୁ ବିଶ୍ୱାସୀ ନୁହେଁ, ପ୍ରଭୁ ଆମକୁ କଣ ହେବା ପାଇଁ ଚାହାନ୍ତି? ଶିଷ୍ୟ ହେବା ପାଇଁ ଚାହାନ୍ତି। ଆଉ ଏ ଶିଷ୍ୟ ମଧ୍ୟରେ ମଧ୍ୟ ଦୁଇ ପ୍ରକାର ଶିଷ୍ୟ ଅଛନ୍ତି। ପ୍ରଥମ ଟାଇପ ହେଲା କଣ? ମୃତ ଶିଷ୍ୟ। ଦ୍ୱିତୀୟ ପ୍ରକାର ହେଲା କଣ? ଜୀବିତ ଶିଷ୍ୟ। ଆଉ ଜୀବିତ ଶିଷ୍ୟ ମାନେ କଣ କରିବା ଦରକାର? ଖ୍ରୀଷ୍ଟଙ୍କର ଅନୁଗମନ କରିବା ଦରକାର। ଖ୍ରୀଷ୍ଟ ନିଜେ କହୁଛନ୍ତି କଣ? ତୁମେ ମୋର ଅନୁଗମନ କର। ଆଉ ଜଗତର କାମ କରିବା ପାଇଁ ତୁମେ କାହାକୁ ଛାଡ଼ି ଦିଅ? ମୃତ ମାନଙ୍କୁ ଛାଡ଼ି ଦିଅ। ମୋର ପ୍ରିୟ ମାନେ, ଦ୍ୱିତୀୟ ପ୍ରଶ୍ନ ଆଜି ଆପଣ ମାନଙ୍କ ପାଇଁ, କଣ ଆପଣ ଜୀବିତ ଶିଷ୍ୟ ନା ମୃତ ଶିଷ୍ୟ? କେଉଁ କ୍ୟାଟେଗୋରୀରେ ଆସୁଛନ୍ତି? ଆପଣ ନିଜକୁ ନିଜେ ଅନୁଧ୍ୟାନ କରିବା, ସମୀକ୍ଷା କରିବା, ପରୀକ୍ଷା କରିବା। ପ୍ରଥମ ପ୍ରଶ୍ନ, କଣ ମୁଁ ବିଶ୍ୱାସୀ ନା ଶିଷ୍ୟ? ଦ୍ୱିତୀୟ ପ୍ରଶ୍ନ, ଯଦି ମୁଁ ଶିଷ୍ୟ ହେଇଛି ତାହେଲେ ମୁଁ ଜୀବିତ ଶିଷ୍ୟ ନା ମୃତ ଶିଷ୍ୟ? ଆମେ ମାନେ ଏଠି ଦେଖୁଛୁ, ଯଦି 18ରୁ ଆମେ ମାନେ ପାଠ କରିବା, ଲେଖାଯାଏ, ଯୀଶୁ ଆପଣା ଚାରିଆଡେ ଲୋକ ସମୂହ ଦେଖି ଆର ପାରିକୁ ଯିବା ପାଇଁ ଆଜ୍ଞା ଦେଲେ। ଯୀଶୁ ଯେତେବେଳେ ଭିଡକୁ ଦେଖିଲେ, ଅନେକ ଭିଡ ଯୀଶୁଙ୍କ ପଛରେ ଚାଲିଛି। ଅନେକ ଲୋକ ଗେଦଡ଼ ହଉଛନ୍ତି, ଏକତ୍ର ହଉଛନ୍ତି। କଣ ପାଇଁ ଏକତ୍ର ହଉଛନ୍ତି? କିଏ କହୁଛି ମୋ ଛୁଆକୁ ଭୂତ ଲାଗିଛି, କିଏ କହୁଛି ଅନେକ ବର୍ଷ ହେଲାଣି ପାରାଲିସିସ୍ ହେଇକି ପଡିଛି, କିଏ କହୁଛି ଭୟଙ୍କର ଭାବରେ ରୋଗରେ ମୁଁ ପୀଡ଼ିତ, ମୋତେ ସୁସ୍ଥ କର। ଏହି ପ୍ରକାର ଅନେକ ଲୋକ କଣ କରୁଛନ୍ତି? ସୁସ୍ଥତା ପାଇଁ ମାଡ଼ି ପଡୁଛନ୍ତି। ଆମେ କେମିତି ଜାଣିବା ସୁସ୍ଥତା ପାଇଁ ମାଡ଼ି ପଡୁଥିଲେ ବୋଲି? ଯଦି ତା ପୂର୍ବରୁ ଗତକାଲି ଯୋଉ ଆମେ ମାନେ ବାକ୍ୟ ଦେଖୁଥିଲେ, ସେଇ 8:14ରୁ 17 ଭିତରେ ଆମେ ଦେଖିବା, ସେତେବେଳେ ଆଉ ଲେଖାଯାଏ କଣ? ଖ୍ରୀଷ୍ଟ ସମସ୍ତଙ୍କୁ ହସ୍ତ ସ୍ପର୍ଶ କରି ସୁସ୍ଥ କରୁଥିଲେ ଆଉ ଉଠାଉଥିଲେ। ଅନେକ ଲୋକ, ପୀଡ଼ିତ ଲୋକମାନେ ତାଙ୍କ ପାଖକୁ ଆସୁଥିଲେ, ସେ କଣ କରୁଥିଲେ? ସୁସ୍ଥ କରୁଥିଲେ। ଭିତରର ଶାଶୁଙ୍କ ଠାରୁ ନେଇ ପୁଣି ଅନେକ ଲୋକଙ୍କୁ ସେ ସୁସ୍ଥ କରୁଥିଲେ। ଅର୍ଥାତ୍ ଅନେକ ଲୋକ ସୁସ୍ଥ ହେବା ପାଇଁ, ତାଙ୍କ ସମସ୍ୟାରୁ ମୁକ୍ତ ହେବା ପାଇଁ ଖ୍ରୀଷ୍ଟଙ୍କ ଚାରିକଡେ ସେମାନେ ଜମା ହେଇଯାଉଥିଲେ। କିନ୍ତୁ ଖ୍ରୀଷ୍ଟ ଦେଖୁଥିଲେ ଏଇ ଯୋଉ ଲୋକମାନେ କେବଳ ତାଙ୍କ ସ୍ୱାର୍ଥ ନିମନ୍ତେ ଆସିଛନ୍ତି, କେବଳ ଏଇ ସୁସ୍ଥତା ପାଇଁ ଆସିଛନ୍ତି, କେବଳ
ସମସ୍ତ ପ୍ରକାର ଆବଶ୍ୟକତା ପାଇଁ ଆସିଛନ୍ତି। ସେଥିପାଇଁ ଖ୍ରୀଷ୍ଟ କହିଲେ ନା, ତୁମକୁ ଏଇ ଷ୍ଟେଜରୁ ଆର ପାରିକୁ ଯିବାକୁ ପଡିବ, ଅପର ପାରିକୁ ଯିବାକୁ ପଡିବ। ତୁମକୁ ଏଇ ବିଶ୍ୱାସୀରୁ ଶିଷ୍ୟ ଆଡକୁ ଯିବାକୁ ପଡିବ। ଲେଖାଯାଏ ସେମାନେ ଯୀଶୁ କଣ କହିଲେ? ଚାରିଆଡେ ଲୋକ ସବୁ ଦେଖିକି କଣ କହିଲେ? ଚାଲ ଆର ପାରିକୁ ଯିବା। ଅର୍ଥାତ୍ ତୁମେ ଯେଉଁ ଅବସ୍ଥାରେ ଅଛ, ତୁମେ ଯେଉଁ ଷ୍ଟେଜରେ ଅଛ, ତୁମେ ଯେଉଁ ପ୍ରକାର ସ୍ଥାନରେ ଅଛ, ଏ ସ୍ଥାନରେ ନୁହେଁ, ତୁମକୁ ଆଉ ଗୋଟେ ସ୍ଥାନକୁ ଯିବାକୁ ପଡିବ, ୟାର ଅପର ଲେଭେଲକୁ ଯିବାକୁ ପଡିବ। ତୁମେ ବିଶ୍ୱାସ ହେଇକି ଅଛ, ତୁମେ କେବଳ ଆବଶ୍ୟକତା ପାଇଁ ପ୍ରାର୍ଥନା କରିବା ପାଇଁ ଆସିଅଛ, ତୁମେ କେବଳ ତୁମର ସୁସ୍ଥତା ପାଇଁ ଆସିଅଛ, କିନ୍ତୁ ପ୍ରଭୁ ଚାହାନ୍ତି ତୁମେ ୟାର ଉପର ଅବସ୍ଥାକୁ ଯାଅ। କଣ ମୋର ପ୍ରିୟ ମାନେ, ଆଜି ଆମେ ତାର ଉପର ଅବସ୍ଥାକୁ ଯିବା ପାଇଁ ଚାହୁଁଛୁ କି ନା ଖାଲି ପ୍ରାର୍ଥନାରେ ମୋର ଏଇଟା ହଉ ସେଇଟା ହଉ, ମତେ ସୁସ୍ଥତା ଆସୁ, ମତେ ଏଇଟା ଆସୁ, ଏଇ ଅବସ୍ଥାରେ ରହିବା ପାଇଁ ଚାହିଁଛୁ? ମୋର ପ୍ରିୟ ମାନେ, ମୁଁ କହିବା ପାଇଁ ଚାହେଁ, ଯୀଶୁ କେବଳ ସୁସ୍ଥ କରିବା ପାଇଁ ଆମ ମାନଙ୍କୁ ଆସିନଥିଲେ। ଯୀଶୁ କଣ ପାଇଁ ଆସିଥିଲେ? ମୁକ୍ତ କରିବା ପାଇଁ, ଉଦ୍ଧାର କରିବା ପାଇଁ। ତାଙ୍କ ନାମ ସେଥିପାଇଁ ଦିଆଗଲା ଯୀଶୁ, ଯେଉଁ ନାମର ଅର୍ଥ କଣ? ପରିତ୍ରାଣ ଦାତା ବା ଉଦ୍ଧାର କର୍ତ୍ତା। ସେ ଆମର ଆତ୍ମାର ଉଦ୍ଧାର ପାଇଁ ଆସିଥିଲେ। ସୁସ୍ଥତା ଆପେ ହେବ, ସୁସ୍ଥତା ଆପେ ହେବ, କିନ୍ତୁ ଆମ ମାନଙ୍କୁ ପ୍ରଥମ ବିଷୟ ଜାଣିବାର ଆବଶ୍ୟକତା ଅଛି। ମୁଁ କେଉଁ ସ୍ଥାନରେ ଅଛି? କଣ ବିଶ୍ୱାସ ହେଇକି ଅଛି ନା ଶିଷ୍ୟ ହେଇଛି? ଯଦି ମୁଁ ଶିଷ୍ୟ ହେଇଛି, ତାହେଲେ ଜୀବନ୍ତ ଶିଷ୍ୟ ନା ମୃତ ଶିଷ୍ୟ? ତାହା କେମିତି ଜଣା ପଡିବ? ଆମ ମାନଙ୍କ କର୍ମରୁ। ଯେ ଜୀବିତ ଖ୍ରୀଷ୍ଟ, ଯେ ଜୀବିତ ଶିଷ୍ୟ, ସେ କଣ କରିବ? ଯୀଶୁଙ୍କର ଅନୁଗମନ କରିବ, ଯୀଶୁଙ୍କର ଆଜ୍ଞା ଅନୁସାରେ ଚାଲିବ। ଆଉ ଯେ ମୃତ ଶିଷ୍ୟ, ସେ ଜଗତ କାମରେ କଣ ହବ? ବ୍ୟସ୍ତ ରହିବ। ଆଜି ମାର୍କେଟ କରିବାର ଅଛି, କାଲି ଖାଇବାର ଅଛି, କାଲି କବର ଦବାର ଅଛି, କାଲି ଡାକ୍ତରଖାନା ଯିବାର ଅଛି, କାଲି ଆଉ କଣ କରିବାର ଅଛି, କାଲି ଚାଷ କରିବାର ଅଛି, କାଲି ବିଲକୁ ଯିବାର ଅଛି, କାଲି ହାଟକୁ ଯିବାର ଅଛି, କାହାର ବାହାଘର କରିବାର ଅଛି, କାହାର ବ୍ରତଘର କରିବାର ଅଛି, କାହାର ସମାଧି ଦବାର ଅଛି, କାହାର 11 ଦିନ ସୁଧ କାମ କରିବାର ଅଛି। ସେ ସବୁ ଏଇ କାମରେ ହିଁ ଘୁରି ବୁଲୁଥିବ। ସେ କେଉଁ ପ୍ରକାର ଶିଷ୍ୟ? ମୃତ ଶିଷ୍ୟ। ପରମେଶ୍ୱର ଚାହାନ୍ତି ଆମେ ମାନେ ପ୍ରଥମତଃ ଶିଷ୍ୟ ହେଉ, ଦ୍ୱିତୀୟତଃ ଜୀବିତ ଶିଷ୍ୟ ହେଉ, ଯିଏ କି ତାଙ୍କର ଅନୁଗମନ କରିପାରିବ, ଯିଏ କି ତାଙ୍କର ଆଜ୍ଞା ଅନୁଯାୟୀ ଜୀବନ କାଟି ପାରିବ, ଯିଏ କି ତାଙ୍କ ପାଦ ଚିହ୍ନ ଦେଇ ଗମନ କରିବ, ଯିଏ କି ଆପଣ କୃଷ ଘେନି ତାଙ୍କର ଅନୁଗମନ କରିବ। ସେଥିପାଇଁ ମୋର ପ୍ରିୟ ମାନେ, 18 ପଦରେ ଆମେ ଦେଖୁଛୁ ଯୀଶୁ କହିଲେ ତୁମେ ଏଇ ଷ୍ଟେଜରେ ରୁହ ନାହିଁ, ଏଇ ସ୍ଥାନରେ ରହିବ ନାହିଁ ଯେଉଁ ସ୍ଥାନରେ ଯୀଶୁ ସୁସ୍ଥତା ଆରମ୍ଭ କରୁଥିଲେ, କିନ୍ତୁ କିଛି ସମୟ ପରେ ସବୁ ସେ ସ୍ଥାନରେ ରହିଲେ ନାହିଁ। କାହିଁକି? ଲୋକ ଏକତ୍ର ହେଲେ କଣ ପାଇଁ? କେବଳ 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 ସେଇ ବିଷୟ ପାଇଁ। ଖ୍ରୀଷ୍ଟ ଆମକୁ ଆଉ ଏକ ସ୍ତରକୁ ନବା ପାଇଁ ଚାହାନ୍ତି। ଆଉ ଯେତେବେଳେ 19 ପଦରେ ଆମେ ଦେଖୁଛୁ ଏ କଥା ଶୁଣିକି ଯୀଶୁ କହିଲେ ନାହିଁ, ତୁମେ ଏ ସ୍ତରରେ ରହିପାରିବ ନାହିଁ, ତୁମେ ବିଶ୍ୱାସ ହେଇକି କେବଳ ରହିପାରିବ ନାହିଁ, ତୁମକୁ ଶିଷ୍ୟ ହେବାର ଆବଶ୍ୟକତା ଅଛି। ସେତେବେଳେ ଶାସ୍ତ୍ରୀ ମାନଙ୍କ ମଧ୍ୟରୁ, ଯେ ଧର୍ମଶାସ୍ତ୍ରର ଯେ ଶିକ୍ଷକ, ଶାସ୍ତ୍ରୀ ମାନଙ୍କ ମଧ୍ୟରୁ ସେ ଜଣେ ଆସିକି କଣ କହୁଛନ୍ତି? ହେ ଗୁରୁ, ଆପଣ ଯେଉଁ ସ୍ଥାନକୁ ଯିବାକୁ କହିବେ ମୁଁ ଯିବି, ଆପଣ ଯେଉଁ ସ୍ଥାନକୁ ଯିବେ ମୁଁ ଆପଣଙ୍କର କଣ କରିବି? ଅନୁଗମନ କରିବି। ଏ ଶାସ୍ତ୍ରୀ ଜଣକୁ ସମସ୍ତ ବାକ୍ୟର ଜ୍ଞାନ ଅଛି, ଧର୍ମଶାସ୍ତ୍ରର ଜ୍ଞାନ ଅଛି, ଆଉ ଯାହାର ଜ୍ଞାନ ନଥିବ ସେ କଣ କରିବ? ଏ ଜଗତର ବିଷୟରେ ହିଁ ରହିଯିବ। ସେ ଜାଣିବ କେବଳ ତା ପାଇଁ କଣ ଅଛି? ଖାଇବା, ପିଇବା, ପିନ୍ଧିବା, ଏ ତିନିଟା ବିଷୟ ଅଛି, ଆଉ କିଛି ନାହିଁ। ସକାଳୁ ଉଠିଲେ କଣ ଖାଇବା, କଣ ରୋଷେଇ ହବ, କଣ ପିନ୍ଧିବା, କଣ ପିଇବା, ରାତିରେ ଶୋଇଲା ପର୍ଯ୍ୟନ୍ତ ମଧ୍ୟ, ପୁଣି ରାତିରେ ଶୋଇଲା ବେଳକୁ ବି ଚିନ୍ତା କରିବା କାଲି କଣ ରୋଷେଇ ହବ, କାଲି ଆଳୁ ନାହିଁ, ଏଟା ନାହିଁ, ସେଇଟା ନାହିଁ,
ଗଣରୁ ସେଇ ହଉ। କାହିଁକି? ଯୋଉମାନଙ୍କର ଜ୍ଞାନ ନାହିଁ। କାହିଁକି? ଈଶ୍ୱରଙ୍କର ବାକ୍ୟ କୁହେ ଆମ୍ବର ଲୋକମାନେ ଜ୍ଞାନର ଅଭାବରୁ ହିଁ ବିନଷ୍ଟ ହେଉଛନ୍ତି। ଯୀଶୁ କହିଲେ ତୁମେ କଣ ଖାଇବ, କଣ ପିଇବ, କଣ ପିନ୍ଧିବ କହିକି ଚିନ୍ତିତ ହୁଅ ନାହିଁ। ଏହା ତ ବିଜାତୀୟ ମାନଙ୍କର କାମ। এই সকল ବିଷୟ ଯୋଉମାନେ କରନ୍ତି, ଯୋଉମାନେ ଖ୍ରୀଷ୍ଟଙ୍କୁ ଜାଣନ୍ତି ନାହିଁ। କିନ୍ତୁ ତୁମେ ତ ଜାଣିଛ। ଯଦି ଜାଣିଛ এই ପ୍ରକାର କାମ କରୁଛ, ତାମାନେ ତୁମେ ଜୀବିତ ନା ମୃତ? ନିଜେ ନିଜକୁ ପ୍ରଶ୍ନ କରନ୍ତୁ। ଖ୍ରୀଷ୍ଟ ଆମକୁ ବିଶ୍ୱାସୀ ନୁହେଁ ଶିଷ୍ୟ ହେବାକୁ ଡାକିଛନ୍ତି। ଆଉ କେଉଁ ପ୍ରକାର ଶିଷ୍ୟ? ଜୀବିତ ଶିଷ୍ୟ ହେବା ପାଇଁ। ଆଉ ଏ ଅନେକ ଲୋକ ଥିଲେ ସେଠି, କିନ୍ତୁ ଆଉ ଏ ଶାସ୍ତ୍ରୀ ଜଣକ ଆସୁଛନ୍ତି। କାହିଁକି? ତାଙ୍କ ଜ୍ଞାନ ଚକ୍ଷୁ ଖୋଲିଗଲା। ନା ମୁଁ ଏଇ ସ୍ଥାନରେ କେବଳ ରହିବା ପାଇଁ ପରମେଶ୍ୱର ମତେ ଡାକି ନାହାନ୍ତି। ମୁଁ କେବଳ ପ୍ରାର୍ଥନାରେ ମାଗିବା ପାଇଁ ଡାକି ନାହାନ୍ତି। ମୁଁ କେବଳ ଏଥିପାଇଁ ପ୍ରାର୍ଥନା କରିବା ପାଇଁ ଡାକି ନାହାନ୍ତି। ମୋର ସମସ୍ୟାକୁ ଦୂର କର, ମତେ ଉଦ୍ଧାର କର। ମତେ ଏଇଥିପାଇଁ ମୁଁ ଆସିନି। ମତେ ଡାକିଛନ୍ତି ପରମେଶ୍ୱର କିଛି ଉନ୍ନତ କାର୍ଯ୍ୟ କରିବା ପାଇଁ, ମତେ ଉପରକୁ ନବା ପାଇଁ, ତାଙ୍କ ନିକଟବର୍ତ୍ତୀ ହେବା ପାଇଁ, ତାଙ୍କର ଶିଷ୍ୟ ହେବା ପାଇଁ, ତାଙ୍କର ଅନୁଗମନ କରିବା ପାଇଁ। ସେ ଯେମିତିକା ଥିଲେ ମୁଁ ମଧ୍ୟ ସେମିତିକା ହେବା ପାଇଁ ସେ ମତେ ଡାକିଛନ୍ତି। ବିଶ୍ୱାସ ହେଇକି ଖାଲି ଲାଭ ଉଠେଇବା ପାଇଁ ନୁହେଁ, ଶିଷ୍ୟ ହେଇକି ବରଂ କ୍ରୁଶ ବହନ କରିବା ପାଇଁ। ହାଲେଲୁୟା। ଆମେ ମାନେ ସମସ୍ତେ କେବଳ ଲାଭ ଉଠେଇବା ପାଇଁ ଚାହିଁଥାଉ ଖ୍ରୀଷ୍ଟଙ୍କ ଠାରୁ। ଖ୍ରୀଷ୍ଟ କେବଳ ଲାଭ ଉଠେଇବା ପାଇଁ ନୁହେଁ, ଖ୍ରୀଷ୍ଟ ଆମକୁ ଡାକିଛନ୍ତି ତାଙ୍କ କ୍ରୁଶ ଉଠେଇକି ଚାଲିବା ପାଇଁ। ମୋର ପ୍ରିୟ ମାନେ, ସେଥିପାଇଁ 19ରେ ଆମେ ଦେଖୁଛୁ ଏତେ ଲୋକ ଥିଲେ। କେବଳ ଜଣେ ଧର୍ମଶାସ୍ତ୍ରକୁ ଯେ ବୁଝୁଥିଲା, ଯେ ଜାଣିଥିଲା, ଆଉ ଯାହାର ଜ୍ଞାନ ଥିଲା, ସେ କହିଲା ପ୍ରଭୁ ଆପଣ ଯୁଆଡେ ଯିବେ ମୁଁ ବି ଆପଣଙ୍କର ଅନୁଗମନ କରିବି। ମୁଁ ଆଉ ଏ ବିଶ୍ୱାସୀ ଅବସ୍ଥାରେ ରହିବିନି, ଆପଣଙ୍କ ଶିଷ୍ୟ ହେବା ପାଇଁ ଚାହେଁ। କାହିଁକି? ଶିଷ୍ୟ କଣ କରିବ? ଅନୁଗମନ କରିବ। ବିଶ୍ୱାସୀ କହିବ ମୋ ଘରେ କେବଳ ପ୍ରାର୍ଥନା ହେଉ, ମୋ ପାଖକୁ ଆସନ୍ତୁ। ଶିଷ୍ୟ କହିବ ଯୋଉଠି ପ୍ରାର୍ଥନା ହବ ମୁଁ ସେଇଠିକୁ ଯିବି। ବିଶ୍ୱାସୀ କହିବ ଆମର ତ ବହୁତ ଦୂର, ଆଉ ଆମର ଏଇଠି ପ୍ରାର୍ଥନା ହେଲେ ଭଲ ହବ, ଏଇଠିକି କେବଳ ମୁଁ ଆସିବି। କିଏ କହିବ? ବିଶ୍ୱାସୀ କହିବ। ଶିଷ୍ୟ କଣ କହିବ? ଯୀଶୁ ତୁମେ ଯୁଆଡେ ଅନୁଗମନ କରିବ ମୁଁ ସିଆଡେ ଯିବି। ତେବେ ଆପଣ ମାନେ ବିଶ୍ୱାସୀ ନା ଶିଷ୍ୟ? କଣ ହେବା ପାଇଁ ଇଚ୍ଛା କରୁଛନ୍ତି? ଏଠି ସେଇ ଶାସ୍ତ୍ରୀ ଜଣକ କହୁଛନ୍ତି ମୁଁ ଆପଣଙ୍କର ଅନୁଗମନ କରିବି। ସେଥିରେ ଯୀଶୁ ତାଙ୍କୁ କହିଲେ ମୋର ଅନୁଗମନ କରିବ ସତ, କିନ୍ତୁ ଏହା ଏତେ ସହଜ ବିଷୟ ନୁହେଁ। ଅନେକ ଲୋକ, ସେ ଯୁବା ବ୍ୟକ୍ତି, ଧନୀ ଯୁବା ଖ୍ରୀଷ୍ଟଙ୍କ ପାଖକୁ ଆସିଲା ବହୁତ ଉତ୍ସାହ ସହିତ। କଣ କହିଲା? ହେ ସଦ୍ଗୁରୁ, ମତେ ଅନନ୍ତ ଜୀବନ ପାଇବାର ଅଛି, କଣ କରିବାର ଅଛି? ଯୀଶୁ କହିଲେ ଆଜ୍ଞା ଗୁଡିକ ତ ତୁମେ ଜାଣିଛ। ଚୋରି କର ନାହିଁ, ବ୍ୟଭିଚାର କର ନାହିଁ, ଏଟା କର ନାହିଁ, ସେଟା କର ନାହିଁ, ସବୁ ତ ଜାଣିଛ। ସେ କହିଲେ ତ ମୁଁ ଛୋଟବେଳୁ କରି ଆସୁଛି। ଯୀଶୁ କହିଲେ ତାହେଲେ ମୁଁ ଜାଣିଛି ତୁମର ଗୋଟିଏ ବିଷୟ କମି ଅଛି। କଣ ଅଛି? ଯେଉଁଠାରେ ତୁମର ଧନ ସେଇଠାରେ ତୁମର ମନ। ଅର୍ଥାତ୍ ତୁମ ମନ ଏ ଜଗତରେ ଅଛି, ଯାହା ଅଛି ତୁମ ମନ ଯୋଉଠି ଅଛି ତାକୁ ବିକି ଭାଙ୍ଗିକି କଣ କର? ଅନ୍ୟ ଦରିଦ୍ର ମାନଙ୍କୁ ଦେଇଦିଅ। ତାପରେ ତୁମ ପାଖରେ ଆଉ କିଛି ରହିବ ନାହିଁ, ଯୋଉଥିପାଇଁ କି ତୁମ ମନ ସିଆଡକୁ ଆଉ ଟାଣିବ ନାହିଁ। ତାପରେ ତୁମେ ମୋ ପଛରେ ଚାଲ। ବିଚରା ଯେଉଁ ଲୋକଟି ଖ୍ରୀଷ୍ଟଙ୍କର ଅନୁଗମନ କରିବା ପାଇଁ ଆସିଥିଲା, ସେ ମନ ଦୁଃଖ କରିକି ପଳେଇଗଲା ବୋଲି ବାଇବେଲ ଲେଖାଯାଏ। ଆଜି ଆପଣ ମାନେ କଣ କରିବେ? ଖ୍ରୀଷ୍ଟଙ୍କ ସହିତ ପଛରେ ଚାଲିବା ପାଇଁ ନିଷ୍ପତ୍ତି ନେବେ, ନା ଆପଣ ମାନେ ବି ଅନେକ ସମୟରେ ମୁହଁ ମୋଡିକି ପଛକୁ ପଳେଇ ଯିବା ପାଇଁ ଇଚ୍ଛା କରନ୍ତି? ଯେତେବେଳେ ଆବଶ୍ୟକତା ଆସେ ପ୍ରାର୍ଥନାର ବିଷୟ, ସେତେବେଳେ ସାମ୍ନାକୁ ଆସିଯାଉ। ଯେତେବେଳେ ଆଜ୍ଞା ବହତା ନିମନ୍ତେ ଆସେ, ସେତେବେଳେ ଅନେକ ଲୋକ ଆମେ ମାନେ ପଛକୁ ହଟିଯାଉ। ଏହା ଏକ ଶିଷ୍ୟର ଚିହ୍ନ ନୁହେଁ। ଯୀଶୁ ସେଥିପାଇଁ ତାକୁ ଜଣେଇ ଦେଲେ ତୁମେ ମୋ ପଛରେ ଯିବା ପାଇଁ ଚାଲୁଛ, ଏହା ଠିକ ବିଷୟ, କିନ୍ତୁ ମନେ ରଖିଥାଅ ମୋ ପଛରେ ଚାଲିବା ପାଇଁ ହେଲେ ଆପଣ କ୍ରୁଶ ଘେନି ମୋର ଅନୁଗମନ କରିବାକୁ ପଡିବ। କାରଣ କଣ? କୋକିଶିଆଳର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ତା ମାନେ ଖ୍ରୀଷ୍ଟ ତାକୁ କନଫର୍ମ କରିଦଉଛନ୍ତି, ଯୋଉମାନେ
ତାଙ୍କର ଶିଷ୍ୟ ହେବା ପାଇଁ ଚାହାନ୍ତି, ଯେଉଁମାନେ ତାଙ୍କର ଅନୁଗମନ କରିବା ପାଇଁ ଚାହାନ୍ତି, ଖ୍ରୀଷ୍ଟ ତାକୁ କନଫର୍ମ କରିଦଉଛନ୍ତି। କଣ କନଫର୍ମ କରୁଛନ୍ତି? ତୁମ ଜୀବନ ମେ ବି କଠିନ ରାସ୍ତା ଦେଇକି ଯିବାକୁ ପଡିପାରେ। ତୁମେ କଣ ପାଇଁ ପ୍ରାର୍ଥନା କରୁଛ ବିଶ୍ୱାସ ହେଇକି? ପ୍ରଭୁ ମୋର ପଥ ସରଳ ହେଇଯାଉ, ପ୍ରଭୁ ମୋର ସବୁ କାମ ହେଇଯାଉ, ପ୍ରଭୁ ମୋର ସମସ୍ୟା ଦୂର ହେଇଯାଉ। କିନ୍ତୁ ଖ୍ରୀଷ୍ଟ କୁହନ୍ତି ଯଦି ତୁମେ ମୋର ଅନୁଗମନ କରିବ, ତୁମକୁ କଠିନାଇ ଦେଇକି ଯିବାକୁ ପଡିବ, ତୁମକୁ କଷ୍ଟର ପଥ ଦେଇକି ଯିବାକୁ ପଡିବ। ଗୋଟେ ବିଶ୍ୱାସୀ କେବେ କଷ୍ଟ ଦେଇକି ଯାଇପାରିବ ନାହିଁ। ଗୋଟେ ବିଶ୍ୱାସୀ କେବେ ପରମେଶ୍ୱରଙ୍କ ନିମନ୍ତେ କ୍ରୁଶ ଉଠେଇକି ଯାଇପାରିବ ନାହିଁ। ଗୋଟେ ବିଶ୍ୱାସୀ କେବଳ କେବେ ଖ୍ରୀଷ୍ଟଙ୍କ ନିମନ୍ତେ ଯାତନାକୁ ସହିକି, ଆପଣା ଲସ୍କୁ ସହିକି ସେ ଚାଲିବା ପାଇଁ ଇଚ୍ଛା କରିବ ନାହିଁ। ସେ କଣ ଇଚ୍ଛା କରିବ? ମୋର ସବୁବେଳେ ଉତ୍ତମ ହେଇଥାଉ। କିନ୍ତୁ ଜଣେ ଶିଷ୍ୟ କଣ ଚାହିଁବ? ମତେ ପ୍ରଭୁ ତୁମେ ଯେଉଁ ପଟେ দিব, କଣ୍ଟା ଦେଇକି ଗଲେ ବି ମୁଁ ଚାଲିବି, ପଥର ଦେଇକି ଗଲେ ବି ମୁଁ ଚାଲିବି, ବାଲି ଦେଇକି ଗଲେ ବି ମୁଁ ଚାଲିବି, ପାଣି ଦେଇକି ଗଲେ ବି ମୁଁ ଚାଲିବି, ନିଆଁ ଦେଇକି ଗଲେ ବି ମୁଁ ଚାଲିବି, ତୁମେ ଯୋଉ ରାସ୍ତାରେ ଯିବ ମୁଁ ସେ ରାସ୍ତାରେ ଯିବି। ଏଇଟା ହେଲା ଶିଷ୍ୟର କ୍ୱାଲିଟି, ଏଇଟା ହେଲା ପ୍ରକୃତ ଶିଷ୍ୟର କ୍ୱାଲିଟି। କିନ୍ତୁ ଗୋଟେ ବିଶ୍ୱାସୀ ପାରିବନି। ବିଶ୍ୱାସୀ କଣ କହିବ? କହିବ ନାଇଁ ଆଜି ତ ଗାଡି ଭଡା ନାହିଁ, ମୁଁ ଯିବିନି। କହିବ ଆଜି ତ ମୋର ମାଲିକ ଛାଡିଲାନି, ମୁଁ କଣ କରିବି, ମୁଁ ଯାଇପାରିବିନି। ଆଜି କହିବ ନାଇଁ ଆମ ଘର ପାଖରେ ଗୋଟେ ବାହାଘର ଭୋଜି ହଉଛି, ମୁଁ ଯାଇପାରିବିନି। କାହିଁକି? ଯଦି ପାଳକ କହିଲା ଆରେ ବାହାଘର ଭୋଜି ପାଇଁ ଆସୁନ, ଆଗେ ମଣ୍ଡଳୀ ନା 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 ସାର୍ ସିଏ ପୁରା ବିଶ୍ୱାସୀ ଜଣେ। ମୋର ପ୍ରିୟ ମାନେ, ବାହାଘର ବିଶ୍ୱାସୀର ବି ବାହାଘର, ନର୍ମାଲ ଲୋକର ବି ବାହାଘର। କିନ୍ତୁ ଯଦି ଆମେ ଶିଷ୍ୟ, ତାହେଲେ ଖ୍ରୀଷ୍ଟଙ୍କୁ ଅନ୍ୱେଷଣ କରିବାର ଆବଶ୍ୟକତା ଅଛି। ଆଜି କେଉଁ ପ୍ରକାର ଆମେ ମାନେ ଜୀବନ କାଟୁଛୁ? ଖ୍ରୀଷ୍ଟ ଏଠି ଜଣେଇ ଦଉଛନ୍ତି କୋକିଶିଆଳର ଗାତ ଅଛି, ଆକାଶର ପକ୍ଷୀର ବସା ଅଛି। ଯୋଉମାନେ ମାଗୁଥିବା ଲୋକମାନେ ମତେ ଘର ଦିଅ, ମତେ ଇନ୍ଦିରାବାସ ଦିଅ, ମତେ ଏଇଟା ଦିଅ, ମତେ ସେଇଟା ଦିଅ, ଖ୍ରୀଷ୍ଟ ସେମାନଙ୍କୁ କହୁଛନ୍ତି ମନେ ରଖିଥାଅ, there is no secure। ଆମେ ଭାବୁ ଆମର ଆଜବେଷ୍ଟସ୍ ଘର ଅଛି, ପ୍ରଭୁ ପ୍ରାର୍ଥନା ଶୁଣିକି ଇନ୍ଦିରାବାସ ଦେଲେ ଆଉ ଡରିବା ନାହିଁ। ଆଜବେଷ୍ଟସ୍ ଘରେ କଣ ହବ? ମାଙ୍କଡ ଡେଇଲେ ଡର, କୁଆପଥର ପଡିଲେ ଡର। ଚାଳ ଘରେ ଥିଲେ କଣ ହବ? ପ୍ରତ୍ୟେକ ବର୍ଷ ଛେଇବା ପାଇଁ ଡର। ପ୍ରଭୁ ପ୍ରାର୍ଥନା ଶୁଣିକି ଗୋଟେ ଇନ୍ଦିରାବାସ ଘର ଦେଇଦିଅ ବା ଛାତ ଘର ଦେଇଦିଅ, ଆଉ ମୁଁ ଡରିବି ନାହିଁ। କିନ୍ତୁ ପ୍ରଭୁ କହିଲେ ସେଇଟା ତ ଶିଷ୍ୟର ଜୀବନ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ, କାଲି କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ତୁମେ ଚିନ୍ତା କର ନାହିଁ। ଏଇଟା ହେଲା ଶିଷ୍ୟର ଜୀବନ। ଅନେକ ସମୟରେ ମୋର ପ୍ରିୟ ମାନେ, ଆମେ ମାନେ ଭାବୁ ଗୋଟେ ପରମାନେଣ୍ଟ ଚାକିରି ହେଇଯାନ୍ତା କି? ପରମାନେଣ୍ଟ ଚାକିରି ହେଲେ କଣ ହବ? ଆମକୁ ଆଉ ଚିନ୍ତା କରିବାକୁ ପଡିବନି, ମାସ ଶେଷକୁ ନିହାତି ଦରମା ଆସିବ। ଗୋଟେ ପରମାନେଣ୍ଟ କାମ ମିଳିଯାନ୍ତା କି? ପରମାନେଣ୍ଟ କାମ ମିଳିଲେ କଣ, ଆଉ ଆମକୁ ଚିନ୍ତା କରିବାକୁ ପଡିବ ନାହିଁ। ଗୋଟେ ସବୁଦିନ ପାଇଁ ଇନକମ ସୋର୍ସ ଗୋଟେ ଆସିଯାନ୍ତା କି? ଆମକୁ ଆଉ କୌଣସି ବିଷୟରେ ଚିନ୍ତିତ ହେବାକୁ ପଡେନି। ମୁଁ ଫ୍ରିରେ ତାପରେ ପ୍ରାର୍ଥନା କରିବି, ଫ୍ରିରେ ଆଗକୁ ବଢିବି। ଖ୍ରୀଷ୍ଟ କହିଲେ ତୁ ସେତେବେଳକୁ ଭୁଲିଯିବୁ, ଶୋଇ ପଡିବୁ। ଯେତେବେଳେ ପରମାନେଣ୍ଟ ଦରମା ବାଲା ଚାକିରି ମିଳିଯିବ, ସେତେବେଳେ ତ ଅଭାବ ରହିବନି, ସେତେବେଳେ ତ କଷ୍ଟ ରହିବନି। କାହିଁକି ଭୋରୁ ନିଦ ଭାଙ୍ଗିବ? ଯେତେବେଳେ ଚାକିରି ନଥିବ, ଯେତେବେଳେ ଖାଇବାକୁ ନଥିବ, ଯେତେବେଳେ ରୋଜଗାର ନଥିବ, ଯେତେବେଳେ 10 ଜଣ 10ଟା କଥା ଶୁଣଉଥିବେ, ବାପା କହୁଥିବ କେତେ ଦିନ ଶୋଇ ଶୋଇକା ଖାଇବୁ, ସ୍ତ୍ରୀ କହୁଥିବ କାମକୁ ଯାଉନ କାହିଁକି, ଆମେ କଣ ଖାଇବା, ଖାଲି କୋଡିଆ ହେଇକି ବସିକି ରହିଛ। ସ୍ୱାମୀ କହୁଥିବ ତୁ ଚାକିରି କରୁନୁ କାହିଁକି, ମତେ ଏକିଟିଆ ବହୁତ କଷ୍ଟ ହଉଛି। ସେତେବେଳେ କଣ ଆସିବ? ରାତିରେ ନିଦ ଆସିବନି। କେତେବେଳେ ନିଦ ଭାଙ୍ଗିବ? ଭୋରୁ। ଭୋରୁ କଣ ରାତିରେ ହିଁ ନିଦ ହବନି? କାହିଁକି? ମତେ ପ୍ରାର୍ଥନା କରିବାର ଅଛି, ମତେ ପ୍ରାର୍ଥନା, ପ୍ରଭୁ ମୋ ପ୍ରାର୍ଥନା ଶୁଣ, ପ୍ରଭୁ ମୋ। ପ୍ରଭୁ ସେଥିପାଇଁ କହିଲେ এই ପ୍ରକାର ବ୍ୟକ୍ତି କେବେ ଶିଷ୍ୟ ହୋଇପାରିବ ନାହିଁ। এই ପ୍ରକାର ବ୍ୟକ୍ତି କେବେ ମୋର ଅନୁଗମନ କରିପାରିବ ନାହିଁ, ସେ ଶିଷ୍ୟ ହୋଇପାରିବ ନାହିଁ। କାହିଁକି? ସେ ତା ସ୍ୱାର୍ଥ ନିମନ୍ତେ ମାଗେ। যে ବ୍ୟକ୍ତି କହିବ ନା ମୋର ଆସନ୍ତା କାଲି ପାଇଁ କିଛି ସିକ୍ୟୁର୍ଡ ନାହିଁ, ମୋର ଦରମା ନାହିଁ,
ମୋର ଏଇଟା ନାହିଁ, ମୋର ସେଇଟା ନାହିଁ, ସେ ବ୍ୟକ୍ତି କାହା ଉପରେ ନିର୍ଭର କରିବ? ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରିବ। ବୋଲେ ଯୀଶୁ ମसीह କି ହାଲେଲୁୟା। ସେ ନିଜ ଠାରେ ନିର୍ଭର କରିବ ନାହିଁ, ସେ ତା ଦରମା ଠାରେ ନିର୍ଭର କରିବ ନାହିଁ, ସେ ଅନ୍ୟ କୌଣସି ବିଷୟ ଉପରେ ବିଜନେସ ଉପରେ ନିର୍ଭର କରିବ ନାହିଁ। ତାର ନିର୍ଭର ଖ୍ରୀଷ୍ଟଙ୍କ ଉପରେ ରହିବ। ସେ ଖ୍ରୀଷ୍ଟଙ୍କ ପାଦ ଦେଇ ଗମନ କରିବ। ଅନେକ ସମୟରେ ଆମ ଜୀବନକୁ ସିକ୍ୟୁର କରିବା ପାଇଁ ଚାହୁଁ, ଅନେକ ସମୟରେ ଆମ ଜୀବନରେ କିଛି ସମସ୍ୟା ନ ଆସୁ ସେମିତିକା ବ୍ୟବସ୍ଥା କରିବା ପାଇଁ ଚାହୁଁ, କିନ୍ତୁ ମୋର ପ୍ରିୟ ମାନେ ଖ୍ରୀଷ୍ଟ କୁହନ୍ତି ଯେ ଖ୍ରୀଷ୍ଟଙ୍କର ଶିଷ୍ୟ ହବ ତାର ସେ ବିଷୟ ରହିବ ନାହିଁ। ଅର୍ଥାତ୍ ଯଦି ତାର ନିର୍ଭର ତାର ପରମାନେଣ୍ଟ ବିଷୟ ଉପରେ ରହିଲା ତାହେଲେ ସେ ଖ୍ରୀଷ୍ଟଙ୍କ ଠାରେ ନିର୍ଭର କରିବ ନାହିଁ। ସେ କହିବ ମୋର ତ ଦରମା ଏଥର ଆସିବ, ମତେ ପ୍ରାର୍ଥନା ନ କଲେ ବି ଆସିବ, କଲେ ବି ଆସିବ। ମାସ ଶେଷକୁ ଦରମା ଥୁଆ, ତେବେ ସେ କାହିଁକି ଖ୍ରୀଷ୍ଟଙ୍କ ନିମନ୍ତେ ଅନୁଗମନ କରିବ? କାହିଁକି ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷୁଧିତ ହେବ? ଅନେକ ଲୋକ ଆମ ମଧ୍ୟରେ ମଧ୍ୟ ସେଇ ପ୍ରକାର ଅଛନ୍ତି। ଯେତେବେଳେ ସମସ୍ୟା ଆସେ, ଯେଉଁ ଭୟଙ୍କର ଭାବରେ ଆମେ ମାନେ ଖ୍ରୀଷ୍ଟଙ୍କର ଅନୁଗମନ କରିବା ପାଇଁ ଇଚ୍ଛା କରିଥାଉ, ପ୍ରାର୍ଥନା, ଗୃହ ମଣ୍ଡଳୀ, ସକାଳ ପ୍ରାର୍ଥନା, ସନ୍ଧ୍ୟା ପ୍ରାର୍ଥନା, କିନ୍ତୁ ଯେତେବେଳେ ଆମର କାମ ହେଇଯାଏ ସେତେବେଳେ ଆମେ ଶୋଇଯାଉ। ମୋର ପ୍ରିୟ ମାନେ ଆମର ଅବସ୍ଥା କଣ ଅଛି ଆଜି? ମନେ ରଖିଥାନ୍ତୁ, ଏକ ମାଘରେ ଶୀତ ଯାଏ ନାହିଁ। ପୁଣି ଆପଣଙ୍କର ପରିସ୍ଥିତି ଆସିବ, ପୁଣି ଆଣ୍ଠେଇବେ, ପୁଣି ପେଟେଇବେ, ପୁଣି କହିବେ ମୋ ପାଇଁ ପ୍ରାର୍ଥନା କର, ପୁଣି ସକାଳୁ ଉଠିକି ନିଦ ହବନି, ପ୍ରଭୁ ମତେ ଦୟା କର ବୋଲି କହିବ। କାହିଁକି ସମୟ ଥାଉ ଥାଉ ଆମେ ମାନେ ନ ସଚେତନ ହେବା? ମୋର ପ୍ରିୟ ମାନେ ଖ୍ରୀଷ୍ଟ କୁହନ୍ତି ତୁମ ଭାବ ନାହିଁ ତୁମ ଜୀବନ କମ୍ଫର୍ଟ ହେଇଯିବ। ଆରପାରିକୁ ଯିବାକୁ ହେଲେ, ବିଶ୍ୱାସୀରୁ ଶିଷ୍ୟ ହେବା ପାଇଁ ହେଲେ ତୁମ ଜୀବନ କମ୍ଫର୍ଟ ହେବ ନାହିଁ। ତୁମ ପାଖରେ ସମସ୍ତ ବିଷୟ ପ୍ରଚୁରତା ସହିତ ରହିବ ନାହିଁ। ରହିଲେ ତ ତୁମେ ନିର୍ଭର ହିଁ କରିବ ନାହିଁ। ଆଜି ବିଶେଷ ଘର ଥିଲେ ପ୍ରାର୍ଥନା କରିବ, ଯେତେବେଳେ ଜୋରରେ କୁଆପଥର ପଡିବ, ଯେତେବେଳେ ଜୋରରେ ବିଜୁ ଘଡଘଡି ମାରିବ, ଯେତେବେଳେ ମାଙ୍କଡ ଡେଇବ, ସେତେବେଳେ ପ୍ରାର୍ଥନା କରିବ, ପ୍ରଭୁ ତୁମେ ରକ୍ଷା କର, ଆମର ଆଜି ବିଶେଷ ନ ଭାଙ୍ଗୁ। କିନ୍ତୁ ଛାତ ଘର ହେଇଥିଲେ କଣ ହବ? ଏ କବାଟ ବନ୍ଦ କର, କବାଟ ବନ୍ଦ କରେ, ବର୍ଷା ହଉଛି, ଆଜି ଟିକେ ପକୁଡି ଛାଣ ଖାଇବା, ନହେଲେ ଆଜି ଟିକେ ଆଇଁଷ ପତ୍ର ଆଣ ଟିକେ ବନେଇକି ଖାଇବା, ଖାଇବା ଆଉ ଶୋଇବା। ମୋର ପ୍ରିୟ ମାନେ ଈଶ୍ୱର କୁହନ୍ତି ତୁମେ ସେ ପ୍ରକାର ଶିଷ୍ୟ ହେଇପାରିବନି ସେତେ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ତୁମେ এই ବିଷୟକୁ ନ ବୁଝିବ। ଅନେକ ସମୟରେ ଆମ ମନରେ ଆସେ, ମୋର ଏମିତିକା ବିଷୟ ପ୍ରଭୁ କରିଦିଅନ୍ତେ କି ଆଉ ମତେ ଚିନ୍ତା କରିବାକୁ ପଡିବ ନାହିଁ। ମୋର ପ୍ରିୟ ମାନେ ଯେତେ ପର୍ଯ୍ୟନ୍ତ ଚିନ୍ତା ରହିବନି ସେତେ ପର୍ଯ୍ୟନ୍ତ ଆପଣ ମାନେ ପ୍ରାର୍ଥନା ବି କରିବେ ନାହିଁ। ସେଥିପାଇଁ ସେ ଶାସ୍ତ୍ରୀ କି କହିଲେ, ବାପା ତୁ ମୋର ଅନୁଗମନ କରିବା ପାଇଁ ଚାହୁଁଛୁ, ଉତ୍ତମ ବିଷୟ, ଶିଷ୍ୟ ହେବା ପାଇଁ ଚାହୁଁଛୁ, ଠିକ କଥା, ବିଶ୍ୱାସରେ ଉପରକୁ ଉଠିବା ପାଇଁ ଚାହୁଁଛୁ, ଠିକ କଥା, କିନ୍ତୁ ଏ ବିଷୟକୁ ମନେ ରଖ, କଣ ତ ଜୀବନରେ ତୁ କମ୍ଫର୍ଟେବଲି ରହିବା ପାଇଁ କେବେ ଚିନ୍ତା କରିବୁ ନାହିଁ। ତ ଜାଗତିକ ବିଷୟ ସବୁବେଳେ ଉଛୁଳି ରହିବ ବୋଲି ତୁ ଭାବିବୁ ନାହିଁ। ସେଥିପାଇଁ କହିଲେ କୋକି ଶିଆଳର ଗାତ ଅଛି, କିନ୍ତୁ ମୋର ଗ୍ୟାରେଣ୍ଟି ନାହିଁ କାଲି ମୁଁ କୋଉଠି ରହିବି। ମୋର ଖାଇବାର ଗ୍ୟାରେଣ୍ଟି ନାହିଁ କୋଉଠି ମୁଁ ଖାଇବି। ମୋର ପିନ୍ଧିବାର ଗ୍ୟାରେଣ୍ଟି ନାହିଁ କଣ ମୁଁ ପିନ୍ଧିବି। କାଲି କଣ ହେବ ମୁଁ ନିଜେ ଜାଣି ନାହିଁ। ଆକାଶ ଚଢେଇ ମଧ୍ୟ ଜାଣିଛି ମତେ ଏଇ ଘରକୁ ଫେରିବାର ଅଛି ତା ବସାକୁ, କିନ୍ତୁ ମୋର କିଛି ଠିକଣା ନାହିଁ। ଅନସର୍ଟନିଟି ଲାଇଫ, କୌଣସି ପ୍ରକାର ଆମେ ଜାଣି ନାହୁଁ। କାହିଁକି ଜାଣି ନାହୁଁ? କାରଣ ଏହା ଖ୍ରୀଷ୍ଟ କୁହନ୍ତି ଏ ସକଳ ବିଷୟ କାହାର ଅଟେ? ବିଜାତୀୟ ମାନଙ୍କର ଅଟେ। ମୋର ପ୍ରିୟ ମାନେ ଅନାଥକୁ ଚିନ୍ତା କରିବାକୁ ପଡିବ, ମୁଁ କଣ ଖାଇବି, ମୁଁ କୋଉଠି ରହିବି, ମୁଁ କୋଉଠି ପିନ୍ଧିବି। କିନ୍ତୁ ଯାହାର ପିତା ଥିବ ସେ କେବେ ଚିନ୍ତା କରିବାକୁ ତାର ଆବଶ୍ୟକତା ନାହିଁ। ଯୋଉମାନେ ଖ୍ରୀଷ୍ଟଙ୍କୁ ଜାଣି ନାହାନ୍ତି, ଅନାଥ ସଦୃଶ, ସେମାନେ ଚିନ୍ତା କରନ୍ତି କଣ କରିବି, କଣ ନାହିଁ, କଣ ପିଇବି। କିନ୍ତୁ ଯୋଉମାନେ ଖ୍ରୀଷ୍ଟଙ୍କର ସନ୍ତାନ ହେଇଛନ୍ତି ତାଙ୍କ ପାଇଁ କି ଚିନ୍ତା କରିବା ପାଇଁ ଅଛି? ତାଙ୍କ ବାପା ଚିନ୍ତା କରିବା ପାଇଁ ଅଛି। ସେଥିପାଇଁ ଆମେ କଣ ହବା ପାଇଁ ଚାହୁଁଛୁ? କଣ ବିଶ୍ୱାସୀ ରହିବା ପାଇଁ ଚାହୁଁଛୁ ନା ଶିଷ୍ୟ ହେବା ପାଇଁ ଚାହୁଁଛୁ?
ଆଉ ଯଦି ଶିଷ୍ୟ ହେବା ପାଇଁ ଚାହୁଁଛୁ ତାହେଲେ ମୋର ପ୍ରିୟ ମାନେ ଏଇ ପ୍ରକାର ଜୀବନ ଆମକୁ କାଟିବାର ଆବଶ୍ୟକତା ଅଛି। ବିଶ୍ୱାସ ତାହାକୁ କୁହାଯିବ ଯାହାକି କଣ ପ୍ରତ୍ୟାଶିତ ବିଷୟର ମୂଳଭୂମି, ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। ଯାହା ଆମ ପାଖରେ ଗ୍ୟାରେଣ୍ଟି ନାହିଁ, ଦେଖୁନାହୁଁ, ସେଇ ବିଷୟକୁ ଜାଣିବା, ହଁ ଖ୍ରୀଷ୍ଟ ମୋ ନିମନ୍ତେ କରିବେ, ହଁ ଖ୍ରୀଷ୍ଟ ମୋ ସହିତ ଅଛନ୍ତି, ଏଇଟା ହେଲା ବିଶ୍ୱାସ। ସେଥିପାଇଁ ଆମେ ଯଦି 21ରେ ଦେଖିବା, ଆଉ ଜଣେ ଶିଷ୍ୟ କଣ କହୁଛନ୍ତି, ପ୍ରଭୁ ମୁଁ ତୁମ ସହିତ ଚାଲିବି ଯେ ମତେ ଟିକେ ଆଗେ କୁହ, କଣ କୁହ, ମୋର ଆଜିର ଖାଇବାଟା ମୁଁ ଯୋଗାଡ଼ କରିଦିଏ, ତାପରେ ମୁଁ ତୁମ ପଛରେ ଚାଲିବି। ମୁଁ ଜଗତ ଟିକେ କାମ ଅଛି କରିଦିଏ, ଆଜି ଭତ୍ତା ଉଠେଇବାର ଅଛି କରିଦିଏ, ଆଜି ସୁଧ ଘରକୁ ଯିବାର ଅଛି କରିଦିଏ, ନ ଗଲେ ପ୍ରଭୁ ହବନି, ତାପରେ ମୁଁ ଆସନ୍ତା ସପ୍ତାହକୁ ଯିବି, କାଲିକି କରିବି। ଜଣେ ଶିଶୁ ଆସିକି କହୁଛି, ପ୍ରଭୁ ମତେ ଅନୁମତି ଦିଅ, ଆଗେ ଯାଇକି ପିତାଙ୍କୁ କଣ କରିବି, ମୁଁ ଟିକେ ସମାଧି ଦେଇକି ଆସେ, ତାପରେ ମୁଁ ତୁମ ପଛରେ ଯିବି। ଏ ସକଳ ବିଷୟ ବାହାନା ଅଟେ ମୋର ପ୍ରିୟ ମାନେ। ଖ୍ରୀଷ୍ଟ କୁହନ୍ତି, ଯେ ମୋର ଅନୁଗମନ କରିବାକୁ ଚାହେଁ, ମୋ ପାଦ ଚିହ୍ନ ଦେଇ ଗମନ କରିବା ପାଇଁ ଚାହେଁ, ସେ ଜଗତର ବିଷୟରେ ନିଜକୁ ଆବଦ୍ଧ ନ କରୁ। ତା ମାନେ କଣ, ଆମେ ପିତାକୁ କବର ଦବା ନାହିଁ ନା ପରିବାରର ଯତ୍ନ ନେବା ନାହିଁ। ସେଇ ପରମେଶ୍ୱର ନିଜେ ଆମକୁ ଆଦେଶ ଦେଇଛନ୍ତି, ପିତା ମାତାକୁ ସମାଦର କର, ଭାଇକୁ ଆତ୍ମତୁଲ୍ୟ ପ୍ରେମ କର, ସେଇ ପରମେଶ୍ୱର ଆମକୁ ଆଦେଶ ଦେଇଛନ୍ତି। ଆମକୁ ମନା କରୁନାହାନ୍ତି ପରିବାର ଆଦେଶ। ତା ମାନେ ନୁହେଁ ସେ ଲୋକ କହୁଛି ମୁଁ କବର ଦେବା ପାଇଁ ଯିବି ଶିଷ୍ୟ, ତା ମାନେ ନୁହେଁ ପିତା ଈଶ୍ୱର କହୁନାହାନ୍ତି ତୋ ବାପା ମାଙ୍କୁ ତୁ ଛାଡ ନା, ପରିତ୍ୟାଗ କରିଦେ, ତାଙ୍କ ପାଇଁ ଚିନ୍ତା କରନା। କିନ୍ତୁ ମୋର ପ୍ରିୟ ମାନେ, ପ୍ରଥମ ସ୍ଥାନ କାହାକୁ ଦିଅ, ଈଶ୍ୱରଙ୍କୁ ଦିଅ। କବର ଦେବା ଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଖ୍ରୀଷ୍ଟଙ୍କ ଆଜ୍ଞାକୁ ଅନୁସରଣ କରିବା, ପାଳନ କରିବା, ତାଙ୍କ ପଛରେ ଚାଲିବା। ଜଗତର କାର୍ଯ୍ୟ ଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଖ୍ରୀଷ୍ଟଙ୍କ ଆଜ୍ଞାବହ ହେବା, ତାହାଙ୍କୁ ପ୍ରଥମ ସ୍ଥାନ ଦେବା, ତାହାଙ୍କ ପଛରେ ଚାଲିବା। ଏହା ହେଲା ଖ୍ରୀଷ୍ଟଙ୍କର ଉଦ୍ଦେଶ୍ୟ। କଣ ପାଇଁ? ଯୋଉମାନେ ଶିଷ୍ୟ ହେବା ପାଇଁ ଚାହାନ୍ତି। ସେଥିପାଇଁ 22 ଅଧ୍ୟାୟରେ 22 ପଦରେ କହୁଛନ୍ତି, ଯୀଶୁ ତାଙ୍କୁ କହୁଛନ୍ତି, ତୁମ୍ଭେ ମୋର ଅନୁଗମନ କର, ମୃତ ମାନଙ୍କୁ, ଆପଣା ଲୋକମାନଙ୍କୁ, ମୃତ ଲୋକମାନଙ୍କୁ ସମାଧି ଦେବା ପାଇଁ ଛାଡି ଦିଅ। କୋଉମାନେ ମୃତ? ଯୋଉମାନେ ଖ୍ରୀଷ୍ଟଙ୍କୁ ପାଇ ନାହାନ୍ତି। ଯେ ଖ୍ରୀଷ୍ଟଙ୍କୁ ପାଇଅଛି ସେ ଜୀବନ ପାଇଅଛି, ଯେ ଖ୍ରୀଷ୍ଟଙ୍କୁ ଜାଣି ନାହିଁ ସେ ଜୀବନ ପାଇ ନାହିଁ। ଆଉ ଏଇ ପ୍ରକାର ମୃତ ଲୋକମାନଙ୍କୁ ତୁମେ ମାନେ କଣ କର, ଏଇ ପ୍ରକାର ଜଗତ ଯୋଉ ମୃତ କାମ ଅଛି, କଣ ଖାଇବି, କଣ ପିଇବି, କଣ ପିନ୍ଧିବି, ସୁଧ କରିଆ ଯିବି, ଅମଲା ଘରକୁ ଯିବି, ଆଉ କଣ କରିବି, ବାହାଘରକୁ ଯିବି, ବ୍ରତ ଘରକୁ ଯିବି, ଏଠି ଭୋଜି ସେଠି ଭୋଜି, ହାଟକୁ ଯିବି, ଛେଳି ନେଇକି ଯିବି, କଣ କଣ କରିବି, ଏ ସକଳ ବିଷୟ କଣ ମୃତ କାର୍ଯ୍ୟ। ଏହା ରହିବନି। ରହିବ କି? ଛେଳି ଚରେଇବା କଣ ରହିବ? ବିବାହ କରିବା କଣ ରହିବ? ଭୋଜି ଖାଇବା ରହିବ? ସୁଧ ଘରକୁ ଯିବା ରହିବ? ସମସ୍ତ ଟଙ୍କା ସମ୍ପତ୍ତି କଣ ରହିବ? କିଛି ବି ରହିବନି। ଏ ମୃତ। ଆପଣ ଆତ୍ମାକୁ ଉଦ୍ଧାର କରିବା ପାଇଁ ଚିନ୍ତା କରନ୍ତୁ, ଯାହାକି ପରମେଶ୍ୱର କୁହନ୍ତି ଚିରକାଳ ଅନନ୍ତ ଜୀବନ ପାଇବା ପାଇଁ, ଯାହା କେବେ ନାଶ ହେବ ନାହିଁ। ସେଥିପାଇଁ ମୋର ପ୍ରିୟ ମାନେ, ପରମେଶ୍ୱର ଚାହାନ୍ତି, ଖ୍ରୀଷ୍ଟ ଚାହାନ୍ତି ଆମେ ମାନଙ୍କୁ କଣ ହବା ପାଇଁ? ପ୍ରଥମତଃ ଶିଷ୍ୟ ହେବା ପାଇଁ। ଆଉ କେଉଁ ପ୍ରକାର ଶିଷ୍ୟ? ଜୀବିତ ଶିଷ୍ୟ। ଆମେନ୍। ଏବେ এই 3 ଗୋଟି ପ୍ରଶ୍ନ ଆମେ ନେଇକି ଯିବା ଆଜିର ଦିନ ପାଇଁ। ଆମେ ନିଜକୁ ପରୀକ୍ଷା କରିବା ପାଇଁ, ନିଜ ଜୀବନରେ ଅଭ୍ୟାସ କରିବା ପାଇଁ, ନିଜକୁ ସଜାଡ଼ିବା ପାଇଁ। ପ୍ରଥମ ବିଷୟ, ମୁଁ ବିଶ୍ୱାସୀ ନା ଶିଷ୍ୟ? ବିଶ୍ୱାସୀ ଶିଷ୍ୟ ଭିତରେ ପାର୍ଥକ୍ୟ ଆମେ ମାନେ ଦେଖିଲେ। ବିଶ୍ୱାସୀ ଆଜ୍ଞା ଆଶୀର୍ବାଦ ଦରକାର, ପ୍ରାର୍ଥନା ଦରକାର, କିନ୍ତୁ କୋଷ ଉଠେଇବା ପାଇଁ ଚାହିଁବ ନାହିଁ, ଆଜ୍ଞାବହ ହବା ପାଇଁ ଚାହିଁବ ନାହିଁ। କିନ୍ତୁ ଶିଷ୍ୟ ଲସ୍ ହେଲେ ବି ମୁଁ ଖ୍ରୀଷ୍ଟଙ୍କର ଅନୁଗମନ କରିବି।
ଅଭାବରେ ବି ମୁଁ ଖ୍ରୀଷ୍ଟଙ୍କର ଅନୁଗମନ କରିବି, ସମସ୍ୟାରେ ବି ମୁଁ ଖ୍ରୀଷ୍ଟଙ୍କର ଅନୁଗମନ କରିବି। ଆଉ ଶିଷ୍ୟ କେଉଁ ପ୍ରକାର? ଦୁଇ ପ୍ରକାର, ଜୀବିତ ଆଉ ମୃତ। ମୃତ କିଏ? ଯେ ଖ୍ରୀଷ୍ଟଙ୍କ ଠାରେ ନିର୍ଭର ନ କରେ। ମୃତ କିଏ? ଯେ ଖ୍ରୀଷ୍ଟଙ୍କୁ ଜାଣି ନାହିଁ। ମୃତ କିଏ? ଯେ ଜଗତର କାର୍ଯ୍ୟକୁ ପ୍ରଥମ ସ୍ଥାନ ଦିଏ, ତା ପାଇଁ ସେ ସବୁବେଳେ ଚିନ୍ତିତ ହୁଏ। କିନ୍ତୁ ଜୀବିତ କିଏ? ଯେ ଜୀବିତ ଈଶ୍ୱରଙ୍କର ଅନ୍ୱେଷଣ କରେ। ତେବେ ଆମେ ଜୀବିତ ନା ମୃତ? ତୃତୀୟ ବିଷୟ କଣ? ଆମେ କେବଳ ପରମେଶ୍ୱରଙ୍କ ପାଖରୁ ନିଶ୍ଚିତତା ପାଇ ତାଙ୍କ ପଛରେ ଅନୁଗମନ କରିବା, ନା ଅନିଶ୍ଚିତତାରେ ମଧ୍ୟ ତାଙ୍କ ପଛରେ ଅନୁଗମନ କରିବା? କାଲିକା ପାଇଁ ଆମ ଘରେ ଖାଇବା ଷ୍ଟକ୍ ଥିଲେ ଆମେ ପରମେଶ୍ୱରଙ୍କ ଅନୁଗମନ କରିବା, ନା ନଥିଲେ ମଧ୍ୟ ଆଜି ପାଇଁ ଥିଲେ କାଲି ପାଇଁ ନଥିଲେ ମଧ୍ୟ ତାଙ୍କର ଅନୁଗମନ କରିବା? ଏହା ଆମ ଉପରେ ନିର୍ଭର କରେ। ତେବେ ମୋର ପ୍ରିୟମାନେ, ଆଜି ଏ ବାକ୍ୟ ଦେଇ ଆମକୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଜିର ବିଷୟ ପ୍ରକୃତ ଶିଷ୍ୟ। ଆମ ମାନଙ୍କୁ ବିଶ୍ୱାସୀ ନୁହେଁ, ଶିଷ୍ୟ ହେବାକୁ ପଡିବ, ଆଉ ଜୀବିତ ଶିଷ୍ୟ ହେବାକୁ ପଡିବ। ତେବେ ଆସ ଆମେ ମାନେ ପ୍ରାର୍ଥନା କରିବା, ବାକ୍ୟ ଆମ ଜୀବନରେ କାର୍ଯ୍ୟକାରୀ କରୁ। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ଅନୁଗ୍ରହକାରୀ ପରମେଶ୍ୱର ପ୍ରଭୁ, ମୁଁ ତୁମର ଧନ୍ୟବାଦ କରୁଅଛି, ତୁମର ଗୌରବ କରୁଅଛି, ପ୍ରଶଂସା କରୁଅଛି, ମହିମା କରୁଅଛି। ତୁମେ ଯେ ଅଟ ସେ ଅଟ ସ୍ୱୟଂ ପରମେଶ୍ୱର ପ୍ରଭୁ। ଏ ବାକ୍ୟ ଦେଇ ତୁମେ ଆମକୁ କଥା କହିଛ, ସେଥିପାଇଁ ଧନ୍ୟବାଦ କରେ। ତୁମେ ଆମକୁ ସାହାଯ୍ୟ କର, ଯେପରି ଆମେ ମାନେ ପ୍ରତ୍ୟେକ ତୁମର ଶିଷ୍ୟ ହେଉ, ବିଶ୍ୱାସୀ ନୁହେଁ, ଆଉ ପ୍ରକୃତ ଶିଷ୍ୟ ହେଉ। ଅନେକ ସମୟରେ ଆମେ ମାନେ ଜାଣିନଥାଉ ପ୍ରକୃତ ଶିଷ୍ୟ କଣ। ପ୍ରଭୁ ଆଜି ତୁମେ ଅନୁଗ୍ରହ କଲ ଆମକୁ ଜାଣିବା ପାଇଁ। ଯଦି ବି ଆଶୀର୍ବାଦ ନଥାଏ, ଯଦି ବି ଗ୍ୟାରେଣ୍ଟି ନଥାଏ, ଯଦି ବି କୌଣସି ଶାରୀରିକ ବା ଜାଗତିକ ବିଷୟର ଆମ ପାଖରେ କୌଣସି ଗ୍ୟାରେଣ୍ଟି ନଥାଏ, ତଥାପି ଆମେ ପ୍ରଥମ ସ୍ଥାନ ତୁମକୁ ଦେବୁ। ତୁମେ ଆମକୁ ସାହାଯ୍ୟ କର। ଆମେ ତୁମ ନିକଟରେ ଅନୁଗମନ କରୁ କରୁ ତୁମର ହଁ ପ୍ରଭୁକୁ ଆଜ୍ଞା ବହ ହେବାକୁ ପାରିବୁ। ତୁମେ ଆମକୁ ଦୟା କର ପିତା। ଆମ ଜୀବନକୁ ଆମେ ମାନେ ସମୀକ୍ଷା କରିବା ପାଇଁ ତୁମେ ସାହାଯ୍ୟ କର। ପ୍ରକୃତରେ କଣ ଆମେ ବିଶ୍ୱାସୀ ହେଇକି ଅଛୁ ନା ଶିଷ୍ୟ ହେଇଛୁ? ଯଦି ଶିଷ୍ୟ ହେଇଛୁ ତାହେଲେ ଜୀବିତ ନା ମୃତ? ଆମ ଜୀବନକୁ ଆମକୁ ସମୀକ୍ଷା କରିବା ପାଇଁ ଦିଅ, ଶିଖାଅ, ଅନୁଗ୍ରହ କର ପ୍ରଭୁ। ଧନ୍ୟବାଦ ଦେ। ଏ ବାକ୍ୟ ଆମ ଜୀବନରେ 100 ଗୁଣରେ ଫଳ ଫଳୁ। ଗୌରବ, ପ୍ରଶଂସା, ମହିମା ତୁମକୁ ଦେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗୁଛି। ଆମେନ୍। ପ୍ରଭୁ ବାକ୍ୟ ଦେଇ ଆମକୁ